नमस्कार बंधुगण मु बबिता आसी जाइछि मोर चैनल बबिता मोटिवेशनल रे आज आउ किछि सुख दुख हेबा पय बंधुगण आपण माने देखिथिबे जे जो माने पुरुष लोक अछंती से माने तो बाहर को काम करिया पय चली जांती नगले भी आज्ञा चलिबो नाही से माने जिबे बाध्य हेले जो माने घरे रही जाउछंती स्त्री लोक माने साधारणतः जो माने हाउस वाइफ जो माने घरु बाहर को जाई पारु नाहंती ସେମାନେ ଆଜ୍ଞା ଦିନଟି ସାରା ତାଙ୍କ ଘର ପାଇଁ ତାଙ୍କ ପରିବାର ପାଇଁ ତାଙ୍କ ପିଲାଙ୍କ ପାଇଁ ସ୍ୱାମୀଙ୍କ ପାଇଁ ଇନଲସ୍ଙ୍କ ପାଇଁ ଶାଶୁ ଶ୍ୱଶୁରଙ୍କ ପାଇଁ ସେ ଦିନ ସାରା ଖଟିଥାନ୍ତି ଆଜ୍ଞା ତାଙ୍କର କୌଣସି ଟାଇମିଂ ନଥାଏ ଆପଣ ମାନେ ଯୋଉ ପୁରୁଷ ଲୋକମାନେ ବାହାରକୁ ଯାଉଛନ୍ତି ଆପଣଙ୍କର ତ ଟାଇମିଂ ଅଛି ଏତିକିରୁ ଏତିକି ଅଫିସ କି ଏତିକିରୁ ଏତିକି ମୋର କାମ ତାପରେ ମୁଁ ଘରକୁ ଫେରିଲି କିନ୍ତୁ ତାଙ୍କର କୌଣସି ଟାଇମିଂ ନଥାଏ ଆଜ୍ଞା ସକାଳୁ ରାତି ପର୍ଯ୍ୟନ୍ତ ସେମାନେ ଯେତେବେଳେ ଯୋଉ ମୁହୂର୍ତ୍ତରେ ଯୋଉଠି ଯାହା କର୍ତ୍ତବ୍ୟ ଯାହା କର୍ମ ଯାହା କାମ ତାଙ୍କର ପଡିଲା ଯେହେତୁ ସେମାନେ ଘରେ ରହୁଛନ୍ତି ସବୁ ଜିନିଷଟାକୁ ସେମାନେ ଚଲେଇ ନିଅନ୍ତି ତଥାପି ଆଜ୍ଞା ସ୍ତ୍ରୀ ଲୋକମାନଙ୍କୁ କୁହାଯାଏ ଯେ ତୁ ଘରେ କଣଟା କରୁଛୁ ସେମାନଙ୍କ ଲୋକଙ୍କ ମତରେ ସ୍ତ୍ରୀ ଲୋକମାନେ ଲୋକଙ୍କ ମତ ମୁଁ କହିବିନି ସବୁ ଲୋକ ନୁହନ୍ତି କିଛି ଜଣ ଅଛନ୍ତି ଆଉ କିଛି ପୁରୁଷ ଲୋକ ଅଛନ୍ତି ଯୋଉମାନେ କି ଭାବନ୍ତି ଯେ ସ୍ତ୍ରୀଟି ଘରେ କରୁଛି କଣ ସେ ଦିନ ସାରା ବସୁଛି ଶୋଉଛି ଟିଭି ଦେଖୁଛି ମୋବାଇଲରେ ଗପୁଛି ତାର କୌଣସି କାମ ନାହିଁ ଆମେ ଯାଉଛୁ ବାହାରକୁ କାମ କରିବା ପାଇଁ ଆମେ ଖଟୁଛୁ ଆମେ ପଇସା ଆଣୁଛୁ ଆମେ ଘର ଚଳଉଛୁ ଆମେ ଘରର ଦାୟିତ୍ୱ ନଉଛୁ କିନ୍ତୁ ଆଜ୍ଞା ଯୋଉ ସ୍ତ୍ରୀଟି ଘରେ ରହି କାମ କରୁଛି ଆପଣ ମାନେ କେବେ ବି ତାର ମୂଲ୍ୟ ବୁଝି ପାରୁନାହାନ୍ତି ସେ ଘରେ ରହି ଘରର ପ୍ରତ୍ୟେକ ଜିନିଷଟାକୁ ହ୍ୟାଣ୍ଡେଲ କରିବାରୁ ସବୁ ଜିନିଷର ଦାୟିତ୍ୱ ନେବାରୁ ଆପଣ ଯାଇ ଅଚିନ୍ତାରେ କାମ କରିପାରୁଛନ୍ତି ବାହାରେ ମାନି ନିଅନ୍ତୁ ଘରେ ଆପଣଙ୍କର ସ୍ତ୍ରୀ ନଥାନ୍ତେ ଆପଣ ଛୁଆଟିକୁ ଛାଡି ଯାଇ କଣ କାମ କରିପାରନ୍ତେ ଭଲରେ ଯେମିତି ହେଲେ ଆପଣଙ୍କର ମନଟା ଘର ଆଡେ ଆସନ୍ତା ବୃଦ୍ଧା ମା ବାପା ଥିଲେ କଣ ସେମାନଙ୍କୁ ଛାଡିକି ଯାଇକିରି ଆପଣ ଅଫିସରେ ଅଚିନ୍ତାରେ କାମ କରିପାରନ୍ତେ ଯେମିତି ହେଲେ ଆପଣଙ୍କର ଆଖିଟା ଘର ଆଡେ ରହନ୍ତା ଯେହେତୁ ଆପଣଙ୍କର ସ୍ତ୍ରୀ ଘରେ ରହୁଛନ୍ତି ସେ ବାପା ମା ହୁଅନ୍ତୁ ସେ ଆପଣଙ୍କର ସନ୍ତାନ ସନ୍ତତି ହୁଅନ୍ତୁ ଆପଣ ଅଚିନ୍ତାରେ ତାଙ୍କ ଜିମାରେ ଛାଡି ଦେଇ ଯାଇ ଆପଣ ମାନେ କାମ କରୁଛନ୍ତି ଘରୁ ଯେତେବେଳେ ଆପଣ ଅଫିସ ଯାଉଛନ୍ତି ଆପଣଙ୍କୁ ରେଡିମେଡ୍ ଫୁଡ୍ ମିଳିଯାଉଛି ଆପଣ ବସିଲେ ଆପଣଙ୍କୁ ବାଡ଼ି ଦିଆଗଲା ଆପଣଙ୍କର ଟିଫିନ୍ ପ୍ୟାକ୍ କରିଦିଆଗଲା ଆପଣ ଗଲେ ଆପଣ ଘରକୁ ଯେତେବେଳେ ଆସୁଛନ୍ତି ମଧ୍ୟ ଆପଣ କଣ ଖାଇବେ କଣ ପିଇବେ ସେ ବ୍ୟବସ୍ଥା ହେଇଯାଇଥାଉଛି ଆପଣ କୌଣସି କିଛି କାମ କରିବାକୁ ପଡୁନି ଆପଣଙ୍କୁ ଖାଇବା ପିଇବା ମିଳିଯାଉଛି ତାହେଲେ କେମିତି ହଉଛି ଆଜ୍ଞା ଯଦି ସ୍ତ୍ରୀଟି କିଛି କାମ କରୁନାହିଁ ତାହେଲେ ଏସବୁ କେମିତି ହଉଛି ଘର ସଫାସୁତୁରା ରଖିବା ରୋଷେଇ କରିବା ପିଲାର ଦାୟିତ୍ୱ ଶାଶୁ ଶ୍ୱଶୁରଙ୍କର ଦାୟିତ୍ୱ ବାହାରୁ କିଛି ଆପଣ ନଥିବା ସମୟରେ ବାହାରୁ କିଛି ଅଣାନିଆ ଅଛି କିଛି ଅଫିସିଆଲ କାମ ଅଛି ଆଜିକାଲି ପଢା ଲେଖା ଝିଅ ମାନେ ତାହା ବି କରୁଛନ୍ତି ପିଲାକୁ ପାଠ ପଢେଇବା ତାହା ବି କରୁଛନ୍ତି ତାହେଲେ ଆପଣ ମାନେ କେମିତି କହୁଛନ୍ତି ଯେ ସେ କିଛି ବି କରୁନାହିଁ ସେ ଆଜ୍ଞା ବହୁତ କିଛି ସମ୍ଭାଳୁଥିବାରୁ ଆପଣ ଯାଇକିରି ବାହାରେ ଗୋଟିଏ କାମ କରୁଛନ୍ତି ଆପଣ ତ ଗୋଟିଏ କାମରେ ଲାଗିଲେ ସେ ଆଜ୍ଞା ମଲ୍ଟିଟାସ୍କର ସେ ସବୁ ବିଭିନ୍ନ ବହୁବିଧ କାର୍ଯ୍ୟ କରୁଛି ତଥାପି ଆଜ୍ଞା ଦିନଟି ସାରା କାମ କରି ସ୍ତ୍ରୀଟି ଚାହିଁ ବସିଥାଏ ମୋ ସ୍ୱାମୀ କେତେବେଳେ ଘରକୁ ଫେରିବେ ଏବଂ ସେ ବି ଦିନଟି ସାରା କାମ କରି ହାଲିଆ ହେଇଥାଏ ଏବଂ ତା ସ୍ୱାମୀ ବି ଅଫିସରେ ହଉ କିମ୍ବା ଯୋଉଠି କାମ କାର୍ଯ୍ୟସ୍ଥଳୀରେ ହଉ କାମ କରି ସେ ବି ହାଲିଆ ହେଇଥାନ୍ତି ଆଜ୍ଞା ଦୁହେଁ ହାଲିଆ ଅବସ୍ଥାରେ ଥାଆନ୍ତି ଯେତେବେଳେ ସ୍ୱାମୀଟି ଘରକୁ ଫେରିବ ସ୍ତ୍ରୀ କଣ ଚାହେଁ ଆମେ ବସି ଦୀପଦ ମିଠା କଥା ହେବା ଆଜି ଦିନଟି କିପରି ବିତିଲା ସେ ମତେ କୁହନ୍ତୁ ମୁଁ ତାଙ୍କୁ କହିବି ତାଙ୍କ କଥା ସେ ମୋ କଥା ସେ ଶୁଣିବେ ତାଙ୍କ କଥା ମୁଁ ଶୁଣିବି ଦି 4-5 ମିନିଟ ବସି ପାଖରେ ଆମେ କଥାବାର୍ତ୍ତା ହବୁ ପରସ୍ପରର ସୁଖ ଦୁଃଖ ହବୁ ସେ କଣ ଖାଇବେ କଣ ପିଇବେ ବସିକି ଟିକେ ହସ ଖୁସି କଥାବାର୍ତ୍ତା ଖିଆ ପିଆ ଆଜ୍ଞା ଅଧଘଣ୍ଟା ସମୟ ମିଳିଲେ ମଧ୍ୟ ଯଦି ଆପଣ ଅଧଘଣ୍ଟା ସମୟ ମଧ୍ୟ କ୍ୱାଲିଟି ସମୟ ବିତଉଛନ୍ତି ସ୍ତ୍ରୀ ସାଙ୍ଗରେ ପିଲା ସାଙ୍ଗରେ ଘର ଲୋକ ସାଙ୍ଗରେ ତାହେଲେ ତାର ଦିନଟି ଯାକର ହାଲିଆ ଚାଲିଯିବ ଏବଂ ଆପଣ ବି ଯଦି ସେ ଜିନିଷଟାକୁ ଏନ୍ଜୟ କରିବେ ଆପଣଙ୍କର ମଧ୍ୟ ଦିନଟି ଯାକର ହାଲିଆ ଚାଲିଯିବ କିନ୍ତୁ ଏଠି ଓଲଟା ହଉଛି ଆଜ୍ଞା ସ୍ତ୍ରୀଟି ଚାହିଁ ବସିଥିବ ସ୍ୱାମୀ କେତେବେଳେ ଆସିବେ କିନ୍ତୁ ସ୍ୱାମୀ ଯେତେବେଳେ ଘରେ ପଶୁଛନ୍ତି ସେ ଯେମିତି ପୋଲିସ ମାନେ ଯେମିତି ତାଙ୍କର କୁକୁରକୁ ଧରି କୌଣସି ଜାଗାରେ କ୍ରାଇମ ହେଇଥିଲେ ପଶିଲେ ଯେମିତି ସେ କୁକୁର ମାନେ ଚାରିପଟେ ଶୁଙ୍ଗି କ୍ରାଇମ ଜିନିଷ ତଦନ୍ତ କରିଥାନ୍ତି ଠିକ ସେଇଭଳିଆ କିଛି ଜଣ ଅଛନ୍ତି ଘରେ ପଶିଲା ମାତ୍ରେ ଦିନଟି ସାରା ହଜାରେ କାମ ହେଇଥାଉ ତାଙ୍କୁ ସେ କାମ ଦିଶେନି କୋଉଠି କଣ ଟିକେ ଯଦି କମି ରହିଯାଇଛି ଆଜ୍ଞା ତାଙ୍କୁ ସେଇଟା ହିଁ କେବଳ ଦିଶେ ଯେମିତି କହନ୍ତିନି ଗୋଟେ ସାଧା ପେପରଟିରେ ଆପଣ ଗୋଟେ ଡଟ୍ କରିଦେବେ ଆଉ ଦେଖେଇବେ
ଏଥିରେ କ'ଣ ଅଛି ଆଜ୍ଞା? ଏତେ ସାଧା ପେପର ଏତେ ଅଂଶରେ ଅଛି, ଧଳା ଅଂଶ ଅଛି, ତାହା ଦିଶିବନି। ମଣିଷକୁ ସେଇ ଡଟ୍ଟି ଦିଶିବ, ଡଟ୍ ହେଇଛି। ଆରେ ଭାଇ ସେଇଟା ତ ଗୋଟେ ଡଟ୍ ହେଇଛି, ଏମିତି ଲକ୍ଷ ଲକ୍ଷ ଡଟ୍ ମିଶି ଧଳା ଅଂଶଟି ଆପଣଙ୍କୁ ଦିଶୁନି, ସେଇ କଳା ଡଟ୍ଟି ଆପଣଙ୍କୁ ଦିଶୁଛି। ତାହେଲେ ସେଇ ଜିନିଷ ହୁଏ। ଦିନଟି ସାରା ସେ କେତେ କାମ କରିଥାଉ, ଯେତେବେଳେ ସ୍ୱାମୀ ଘରକୁ ପଶୁଛନ୍ତି, ମାନି ନିଅନ୍ତୁ ସିଏ ଆଜି ଡଷ୍ଟିଂ କରିଛି, ଅଳନ୍ଧୁ ସଫା କରିଛି, ସେ ବିଚରା ସବୁ ରୁମ୍ର ସବୁ ସଫା କରିଛି, କିନ୍ତୁ କୋଉଠି ଯଦି ଏତିକି ଟିକେ ଅଳନ୍ଧୁ ରହିଯାଇଛି ସେଇଟାକୁ ସ୍ୱାମୀ ଦେଖେଇବେ ଏଠି ମଇଳା ଅଛି। ଆଜ୍ଞା ଯଦି ଛୁଆ ପାଣି ପିଇ କୋଉଠି ଗ୍ଲାସଟି ରଖିଦେଇଛନ୍ତି ସେଇଟାକୁ ସ୍ୱାମୀ ଦେଖେଇବେ, ଏଇଟା କାହିଁକି ଏଠି ଅଛି। କୋଉଠି କପଡ଼ା ଖଣ୍ଡେ ଛୁଆ ମୋଜା ଖଣ୍ଡେ ପକେଇ ଦେଇଛି, ମାନି ନିଅନ୍ତୁ ବହୁବିଧ କାର୍ଯ୍ୟ ଭିତରେ ସ୍ତ୍ରୀଙ୍କର ସେଠି ନଜର ନାହିଁ, ଏଇଟା କାହିଁକି ଏଠି ପଡ଼ିଲା। ଆଜ୍ଞା ମାନି ନିଅନ୍ତୁ କୋଉଠି ଚୁଟି ଗୋଟେ ପଡ଼ିଛି ତଳେ, କେତେ ଝାଡୁ କରି କେତେ ସଫା କରି କେତେ ପୋଛା କରି ସେ କରିଥାନ୍ତୁ, କୋଉଠି ଯଦି ଚୁଟି ଟିକେ କାଗଜ ଖଣ୍ଡେ ଛୁଆ ପିଲା ଅଛନ୍ତି ପକେଇ ଦେଇଥିବେ, ଏଇଟା କାହିଁକି ଏଠି ପଡ଼ିଲା। ଆଜ୍ଞା ଆପଣ ଏତିକି ଏତିକି ବାସନ ମାଜିକି ରଖିଥାନ୍ତୁ, କିନ୍ତୁ ଗୋଟିଏ ବାସନରେ ଯଦି ଆପଣଙ୍କର ଟିକେ ବାରର ସେ ଯୋଉ ଧଳା ଅଂଶ ଟିକେ ଲାଗିଯାଇଛି, ଇଏ କ'ଣ ତମେ କିଛି ଭଲସେ ସଫା କରିନ। ଆପଣ ବାଲ୍ଟି ବାଲ୍ଟି କପଡ଼ା ଲୁଗାପଟା ସଫା କରିଥାନ୍ତୁ, କୋଉଠି ଯଦି ଏତିକି ଟିକେ ଦାଗ ରହିଯାଇଛି, ଏଇଟା କ'ଣ ହେଲା। ଆଜ୍ଞା ସେ କେତେ କାମ କରିଛି ସେଇଟା ଦେଖନ୍ତୁ, ସେ କେତିକି ସଫା କରିଛି, ଏତିକି ଅଳନ୍ଧୁ କାହିଁ ଦେଖୁଛନ୍ତି। ସେ କେତିକି ବାସନ ଧୋଇଛି, କେତିକି କପଡ଼ା ସଫା କରିଛି, କେତିକି ଘର ସଫା କରିଛି, ସେ କ'ଣ କରିଛି ସେଇଟା ଦେଖନ୍ତୁ। କୋଉଠି ଏତିକି ଟିକେ ଧଳା ଅଂଶ ରହିଗଲା, କୋଉଠି ଚୁଟି ଟିକେ ପଡ଼ିଗଲା, କୋଉଠି କାଗଜ ଟିକେ ପଡ଼ିଗଲା, କୋଉଠି ପିଲାଟି ଗ୍ଲାସ ଟିକେ ରଖିଦେଲା, କୋଉଠି ଆପଣଙ୍କର ଅଳନ୍ଧୁ ଟିକେ ରହିଗଲା, ଏଗୁଡ଼ା କାହିଁ ଦେଖୁଛନ୍ତି। ତାହେଲେ ସେ କ୍ଷେତ୍ରରେ ସ୍ତ୍ରୀଟିକୁ ପ୍ରବଳ ବାଧିଥାଏ, କାହିଁକି ନା ସେ ଏତେ କାମ କରିବା ସତ୍ତ୍ୱେ ଯେତେବେଳେ ଘରକୁ ଜଣେ ଆସୁଛନ୍ତି, ତାଙ୍କୁ ସେ ଯୋଉ ତାଙ୍କର ଯୋଉ କୋଉଠି କିଛି ଭୁଲ ଅଜାଣତରେ ସେ ଜାଣିନାହାନ୍ତି, କୋଉଠି ଟିକେ ରହିଯାଇଛି, ଯେତେବେଳେ ସେ ଭୁଲଟିକୁ ଦେଖାଯାଉଛି ଆଜ୍ଞା, ତାଙ୍କ ମନଟି ପୁରାପୁରି ଭାଙ୍ଗି ଯାଇଥାଏ। ଆପଣ ପ୍ରଶଂସା ନ କରନ୍ତୁ, କିନ୍ତୁ ଆପଣ ସେ ଜିନିଷଟାକୁ ଯଦି ଦେଖୁଛନ୍ତି ଚୁପ୍ ରହିଯାଆନ୍ତୁ, ନଚେତ୍ କହିବା ଢଙ୍ଗରେ କହନ୍ତୁ, ନଚେତ୍ ଆପଣ କରିଦିଅନ୍ତୁ। କାହିଁକି ନା ଆପଣ ଜାଣିବା ଦରକାର, ସେ ଯଦି ସବୁ ସଫା ନ କରୁଥାନ୍ତେ ଏତିକି ଟିକେ ନଥାନ୍ତା ଆଜ୍ଞା, ବହୁତ କିଛି ଥାନ୍ତା। ଯଦି ବହୁତ ନାହିଁ ଏତିକି ଟିକେ ଅଛି, ତାମାନେ ସ୍ତ୍ରୀ ନିଶ୍ଚିତ କରିଛନ୍ତି। ଆଉ ଯୋଉ ଏତିକି ଟିକେ ଜିନିଷକୁ ଆପଣ ଦେଖି ତାଙ୍କ ମନ ଦୁଃଖ କରାଉଛନ୍ତି, ସେଇଟା କରନ୍ତୁନି। ତାହା ଦ୍ୱାରା କ'ଣ ହଉଛି, ଆପଣଙ୍କର ମନ ଅଶାନ୍ତି ହଉଛି, ତାଙ୍କ ମନ ଅଶାନ୍ତି ହଉଛି, ଘରେ ପିଲା ଛୁଆ ବାପା ମା ଥିଲେ ତାଙ୍କ ମନ ଅଶାନ୍ତି ହଉଛି। ସେ ଯୋଉ ଦିନ ଯାକର ପ୍ରତୀକ୍ଷା, ସେଇଟା ଶେଷରେ ତାଙ୍କର ଦୁଃଖ ହୋଇ ଆଖିରୁ ଲୁହ ହୋଇ ବହି ଯାଉଛି। ତାପରେ ଏମିତି ଗୋଟେ ସ୍ଥିତି ଆସୁଛି ଆଜ୍ଞା, ଯୋଉ ସ୍ୱାମୀ କି ସେ ଚାତକ ଭଳିଆ ଚାହିଁ ରହୁଥିଲେ, ଯଦି ଏଭଳିଆ ବାରମ୍ବାର ଚାଲି ରହିଲା, ଶେଷରେ ସେ ଭାବନ୍ତି ଯେ ସେ ଲୋକଟି ଆସିବା ପୂର୍ବରୁ ସେ ଭୟଭୀତ ହେଇଯାଆନ୍ତି, ଆରେ ଏବେ ଆସିବେ, ଏବେ ଏଇଆ କହିବେ ସେଇଆ କହିବେ, ଏମିତି ହବ ସେମିତି ହବ, ସେ ତାଙ୍କର ଆଉ ପ୍ରେଜେନ୍ସ ଚାହାନ୍ତି ନାହିଁ। ସେ ଚାହାନ୍ତି ଏକ ତ ସେ ଆସନ୍ତୁନି, ବାହାରେ ବାହାରେ ତାଙ୍କର କାମ କରି କେବଳ ଖାଇବା ସମୟରେ ଆସି ଖାଇ ଶୋଇପଡ଼ନ୍ତୁ, କିମ୍ବା ସେ ଆସିବା ସମୟରେ ମୁଁ କୁଆଡ଼େ ଯାଉଛି ବାହାରକୁ ଟିକେ ପଳେଇବି, ଯେମିତି ଆମ ଭିତରେ କଳି ନହବ। ଯୋଉ ସ୍ତ୍ରୀଟି ଚାତକ ପରି ଚାହିଁ ରହୁଥିଲା, ସିଏ ଆଜି କାହିଁକି ଆପଣଙ୍କର ଉପସ୍ଥିତିକୁ ଚାହୁଁନାହିଁ, କୋଉଠି ଭୁଲଟା ରହିଲା ଆପଣ ଟିକେ ଭାବନ୍ତୁ ତ ଦେଖି। ଆଚ୍ଛା ସ୍ତ୍ରୀଟି ଦିନ ସାରା କାମ କରୁଛି ଆଜ୍ଞା, କେତେବେଳେ ବାଇଚାନ୍ସ ତାକୁ ଟିକେ ଭଲ ଲାଗୁନାହିଁ, ଭାତଟି ବସେଇ ଦେଇ ସେ ଗଡ଼ି ପଡ଼ିଛି, ଆଜ୍ଞା ଭାତ ଟିକେ ଉତୁରି ଗଲା, କ'ଣ ପ୍ରଳୟ ହେଇଗଲା, କ'ଣ ହେଇଗଲା। ଆପଣ କଲେ ହବନି, ଆପଣଙ୍କ ମା ଭଉଣୀ କଲେ ହବନି। ସେତିକି କଥାରେ ଆଜ୍ଞା ଜଣେ ଜଣେ ଅଛନ୍ତି, ସ୍ତ୍ରୀଙ୍କୁ ଘରୁ ପଳା ବୋଲି, କାମ କରିବୁ ତ ଭଲସେ କର, ନହେଲେ ଘରୁ ପଳା। ଏ କି କଥା ଆଜ୍ଞା କୁହନ୍ତୁ, କେତେ ବାଧୁଥିବ ତାକୁ, ଆପଣ କୁହନ୍ତୁ କେତେ ବାଧୁଥିବ। ଚୁଲି ଉପର କଥା ଆଜ୍ଞା, ଜାଣି ଜାଣି କେହି କରେନି, କିନ୍ତୁ କୋଉ ଦିନ ଯଦି ଟିକେ କୋଉଟା, ସବୁଦିନ ହେଲେ ସେଇଟା ଗୋଟେ ଅଲଗା କଥା ଆପଣ କହିବେ, ବାଇଚାନ୍ସ କୋଉ ଦିନ ହେଲା, ସେଟା ସମସ୍ତଙ୍କ ଦ୍ୱାରା ହୁଏ, ସମସ୍ତଙ୍କ ଲାଇଫ ହିଷ୍ଟ୍ରି ଆପଣ ଦେଖନ୍ତୁ, କୋଉ ଦିନ ଟିକେ ଲୁଣିଆ ହେଇଯିବ, କୋଉ ଦିନ ଟିକେ ଅଲଣା ହେଇଗଲା, କୋଉ ଦିନ ଟିକେ ଆପଣ ଅନ୍ୟମନସ୍କ ରହିଗଲେ, ଟିକେ ଲାଗିଗଲା ତଳୁ ପୋଡ଼ିଗଲା। ଆଜ୍ଞା ଜାଣିକି କିଏ କରନ୍ତିନି, ଯିଏ ରୋଷେଇ କରନ୍ତି ସିଏ ଚାହାନ୍ତି ଯେ ମୋ ରୋଷେଇ ସମସ୍ତଙ୍କୁ ଭଲ ଲାଗୁ, ସମସ୍ତେ ଶାନ୍ତିରେ ସନ୍ତୋଷରେ ଖାଆନ୍ତୁ, ମୋ ରୋଷେଇକୁ ପ୍ରଶଂସା କରନ୍ତୁ। କେବେ ବି କିଏ ଜାଣି ଜାଣି ଜଳାଏନି, ପୋଡ଼ାଏନି, ଅଲଣା ଲୁଣିଆ କରେନି, ଭାତ ଉତୁରାଏନି। ତେଣୁ ଆପଣ କଲେ ତ ଆହୁରି ଅଧିକା ହବ, କିନ୍ତୁ ଆପଣ ସେ ଜାଗାରେ ତାର ଏତିକି ଟିକେ ଭୁଲକୁ ସେଇଟାକୁ ଗୋଟେ ବିରାଟ ମହାଭାରତର ରୂପ ଦେଇ ଦଉଛନ୍ତି। ଆଜ୍ଞା କାହିଁକି ଏସବୁ ଚାଲିଛି, ମାନି ନିଅନ୍ତୁ ଘର ଭିତରେ ମଶାଟିଏ ପଶି ଯାଇଛି, ସେ ମଶା ଲାଗି ଆପଣଙ୍କ ଘରେ ମହାଭାରତ ହେଇଯାଉଛି, ଘରେ କାହିଁକି ମଶା ପଶିଲା। ଆଜ୍ଞା ମଶା ପଶିଲା, ସ୍ତ୍ରୀ କ'ଣ କରିବେ, ଏମିତି ବି ମୁଁ ଦେଖିଛି ଆଜ୍ଞା ବହୁତ ଘରେ, ଏଇ ମଶା ଗୋଟେ ପଶିଗଲେ ବି ତାଙ୍କ ଘରେ ମହାଭାରତ।
ଆଜ୍ଞା ଘରେ ଆପଣ ବସୁଛନ୍ତି ଦିନ ସାରା ବାହାର କାମ କରି ଆସୁଛନ୍ତି, ସ୍ତ୍ରୀଟି କାମ କରି ଆପଣଙ୍କୁ ଚାତକ ପରି ଅନେଇ ରହିଛି, ଆସିକି ଦିପଟ ମିଠା କଥା ହୁଅନ୍ତୁ, ବସନ୍ତୁ, ଉଠନ୍ତୁ, ଚା ପାଣି ଟିକେ ପିଅନ୍ତୁ, କଥାବାର୍ତ୍ତା ଟିକେ ହୁଅନ୍ତୁ, ସୁଖ ଦୁଃଖ ଟିକେ ବାଣ୍ଟନ୍ତୁ, ପିଲାଟି ମଧ୍ୟ ହସି ଖେଳି ସେଥିରେ କଳା ଚାନ୍ଦ ପରି ବଢିବ। ଆପଣ ଯଦି ଏମିତି ହେବେ ସେ ପିଲାଟା ବି ଡିମ୍ ହେଇଯିବ, ପିଲାଟା ବି ସେଥିରେ ଡିପ୍ରେସ ହେଇଯାଉଛି, ଘରେ ପିତାମାତା ଥିଲେ ସେମାନେ ବି ଡିପ୍ରେସ ହେଇଯାଉଛନ୍ତି, କାହିଁକି ନା ଆପଣ ଦୁଇ ଜଣ ପିଲାଙ୍କୁ ବୃଦ୍ଧ ପିତାମାତାଙ୍କୁ ସମ୍ଭାଳୁଛନ୍ତି। ଯଦି ଆପଣଙ୍କ ଭିତରେ ମତାନ୍ତର ହେଲା, ଆପଣଙ୍କ ଭିତରେ ମୁହଁ ଫୁଲା ହେଲା, ତାହେଲେ ଆପଣ ଦି ଜଣ ଡିପ୍ରେସ ହେଲେ ଯଦି ଘରର ଅନ୍ୟ ସଦସ୍ୟ ମାନେ ମଧ୍ୟ ଡିପ୍ରେସ ହେଇଯିବେ। ତାହେଲେ ଏଇ ଛୋଟ ଛୋଟ କଥା ଯୋଉଥିରେ କିଛି ମୂଲ୍ୟ ହିଁ ନାହିଁ, କାହିଁକିନା ଆଜ୍ଞା 100% କେହି ମଧ୍ୟ ପରଫେକ୍ଟ ନାହିଁ। ଆଜି ଆପଣ କହୁଛନ୍ତି ଆପଣ ସେ କାମ କରନ୍ତୁ, ହୁଏତ ତାଠୁ ଅଧିକା ଭୁଲ ଆପଣ କରିଦେବେ। ମାନି ନିଅନ୍ତୁ ମୁଁ କହୁଛି, ମୁଁ ଯଦି ସେ କାମଟି କରିବି ଆଜ୍ଞା ମୋ ଦ୍ୱାରା ବି ତାଠୁ ଅଧିକ ଭୁଲ ହେଇପାରେ। ତେଣୁ ଏଇ ଛୋଟ ଛୋଟ ଜିନିଷକୁ କାହିଁକି ଦେଖିକି ନିଜର ଆଜ୍ଞା କର୍ମ ବ୍ୟସ୍ତତା ଭିତରେ ସମୟ ହିଁ ମିଳୁନି। କେତେବେଳେ ଏଇ ଯୋଉ ଆମେ କେତେ ଦିନ ପାଇଁ ସଂସାରକୁ ଆସିଛୁ, କେତେବେଳେ କିଏ ଆଖି ବୁଝିଦେବା କଣ ହବ ଏ ସଂସାରରେ ଯାହା ଘଟୁଛି, କେତେ ଦିନ କିଏ ବଞ୍ଚିବା ଆମେ ଜାଣିନାହାନ୍ତି। ଏଇ ଯୋଉ ଛୋଟ ଜୀବନଟାକୁ କାହିଁକି ଏମିତି ମାନେ କେଚେର ମେଚେର ହେଇକି ଆପଣ ମାନେ ବର୍ବାଦ କରୁଛନ୍ତି। ସମୟ ତ ମିଳୁନାହିଁ, ଯୋଉ ଅଧଘଣ୍ଟା ଘଣ୍ଟାଏ ସମୟ ମିଳୁଛି ଯଦି କିମ୍ବା ଛୁଟି ଦିନଟି ମିଳୁଛି, ସେଇ ଦିନଟିକୁ ଆପଣ ମିଶିକି ସେଲିବ୍ରେଟ କରନ୍ତୁ। ସେଲିବ୍ରେଟର ମାନେ ନୁହେଁ ଯେ ଆପଣ ପଇସା ଖର୍ଚ୍ଚ କରିବେ, ବିଭିନ୍ନ ପ୍ରକାର ଜିନିଷ ଆଣିବେ କିମ୍ବା ଖର୍ଚ୍ଚ କରି କୁଆଡେ ବୁଲିଯିବେ, ସେସବୁ ନାହିଁ। ଘରେ କମ ସେ କମ ଶାନ୍ତିରେ କଥାବାର୍ତ୍ତା ହେଇ ଆପଣ ସମୟ ବିତାନ୍ତୁ। ଆପଣଙ୍କ ପାଖେ ପଇସା ନାହିଁ, ଆପଣ ଚାଲିକି କୋଉଠି ପାଖ ପାର୍କ ଟିକେ ଯାଇ ବୁଲି ଆସନ୍ତୁ। ବାହାରକୁ ଯଦି ଯାଇପାରୁନାହାନ୍ତି, ତାହେଲେ ଯୋଉ ସମୟଟି ମିଳୁଛି, ଯୋଉ ଛୁଟି ଦିନଟି ମିଳୁଛି, କାହିଁକି ତାକୁ ବର୍ବାଦ କରୁଛନ୍ତି। ଆଜ୍ଞା ମୁଁ ଏମିତି କପଲ ବି ଦେଖିଛି ଯୋଉମାନେ ସଟରଡେ ସଣ୍ଡେ ଆସିଲେ ସ୍ତ୍ରୀ ମାନେ ଡରି ଯାଆନ୍ତି, ସଟରଡେ ସଣ୍ଡେ ଆସିଲା ଏଇ 2 ଦିନ ମୋର କେମିତି ଯିବ। ଅଧା ସ୍ୱାମୀଙ୍କର ସଟରଡେ ସଣ୍ଡେ 2 ଦିନ ଛୁଟି ଥାଏ, କେତେ ସ୍ୱାମୀଙ୍କର ସଣ୍ଡେ ଖାଲି ଛୁଟି ଥାଏ। ସେ ଛୁଟି ଦିନଟା ଦେଖିଲେ ସ୍ତ୍ରୀ ମାନେ ଭୟଭୀତ ହେଇ ପଡୁଛନ୍ତି। ଆପଣ ଓଲଟା କହିପାରିବେ ଯେ ସେମାନେ କାମଚୋର ତ, ଆମେ ରହିଲେ ସେମାନଙ୍କୁ ଭଲ ଲାଗୁନି। ନାଇଁ ଆଜ୍ଞା ସେ କଥା ନାହିଁ, ଏଠି କାମଚୋର କେହି ନାହିଁ, ସମସ୍ତେ କାମ କରୁଛନ୍ତି। କାମ କରିବାରେ କାହାର ପ୍ରୋବ୍ଲେମ ନାହିଁ। ପ୍ରୋବ୍ଲେମ ରହୁଛି କାମ କରିବା ସତ୍ତ୍ୱେ ଯଦି କୌଣସି ସ୍ଥାନରେ ଆପଣଙ୍କୁ ବାରମ୍ବାର ହ୍ୟୁମିଲେଟ କରାଯାଉଛି, ଛୋଟ ଛୋଟ କଥା ଧରି ଆପଣଙ୍କୁ ଅପମାନ ଦିଆଯାଉଛି, ଆପଣଙ୍କର ଛୋଟ କଥାକୁ ବାହାରେ ପ୍ରଚାର କରାଯାଉଛି, ଆପଣ 100ରୁ 99 କାମ କରିଥିବେ, ଗୋଟେ କାମ ପାଇଁ ଯଦି କୁହାଯାଉଛି ଆପଣ କିଛି କରୁନାହାନ୍ତି, ତାହେଲେ ସେଠି ପ୍ରବଳ ବାଧେ। ସେଟା ଘର କାମ ହେଇଥାଉ କିମ୍ବା ଅଫିସ ଜବ ହେଇଥାଉ, ଆପଣ ଅଫିସ କି ଯାଉଛନ୍ତି, ମାନି ନିଅନ୍ତୁ ଆପଣ ସିନସିୟରଲି ସବୁ କାମ କରୁଛନ୍ତି, କିନ୍ତୁ ଆଜ୍ଞା ଟିକେ ଭୁଲ ପାଇଁ ଯଦି ଆପଣଙ୍କର ଉପରିସ୍ଥ କର୍ମଚାରୀ ଅଫିସର ଆପଣଙ୍କୁ ସେ କହି ବଜେଇ କିଛି କାମ କରୁନାହିଁ, ଆପଣଙ୍କୁ କେମିତି ଲାଗିବ ଭାବନ୍ତୁ। ସେଟା ଯଦି ଅଫିସ ହେଇ ପରଲୋକ କହିଲେ ଆପଣଙ୍କୁ ବାଧୁଛି, ତାହେଲେ ଘର ଭିତରେ ଆମେ ତ ସମ୍ପର୍କୀୟ, ପରସ୍ପର ସହିତ ସ୍ନେହରେ ବନ୍ଧା, ଆତ୍ମାରୁ ଯୋଡା। ଆପଣ ଯଦି ନିଜ ଲୋକ ହୋଇ ନିଜ ଲୋକକୁ ଏଭଳିଆ କଥାଭାଷା କରିବେ, ଗୋଟେ ଅଫିସ ଭଳିଆ କ୍ରିଏଟ କରିବେ ଘରେ ପରିସ୍ଥିତିଟା, ଘରର ପରିବେଶଟାକୁ ଗୋଟେ ଅଫିସ ଭଳିଆ କରିବେ, ମୁଁ ବସ୍ ତୁ ସବଅର୍ଡିନେଟ ଏଭଳିଆ କ୍ରିଏଟ କରିବେ, ଛୋଟ ଛୋଟ କଥା ବାହାରକୁ ନେବେ, ବାହାରେ ଲୋକଙ୍କ ସାମ୍ନାରେ କହିବେ, ପ୍ରଚାର ପ୍ରସାର କରିବେ, ଅପମାନ ଦେବେ, ତାହେଲେ ସେଠି କେମିତି ଆପଣ ମାନେ ଗୋଟେ ପରିବାର ହେଇକି ରହିପାରିବେ ମତେ କୁହନ୍ତୁ। ଏକ ତ ଲୋକ ସେଠି ରହିବାକୁ ଚାହିଁବ ନାହିଁ, ଆଉ ଯଦି ବି ରହିବ ବାଧ୍ୟବାଧକତାରେ କିଛି ଗୋଟେ ତାର ମଜବୁରି ଥିବ ଯଦି, ତାହେଲେ ସେ ରହିବ, ନହେଲେ ସେ ରହିବାକୁ ଚାହିଁବ ନାହିଁ। ତାହେଲେ ଏଇ ସୁନ୍ଦର ଜୀବନଟାକୁ, ମଧୁର ଜୀବନଟାକୁ ତିକ୍ତ କାହିଁକି କରୁଛନ୍ତି, ବିଷମୟ କାହିଁକି କରୁଛନ୍ତି। କିଏ କେତେ ଦିନ ବଞ୍ଚିବା ଜଣା ନାହିଁ, ଯୋଉ ସମୟଟି ଏକାଠି ବସୁଛେ ଉଠୁଛେ ସେଇ ସମୟଟାକୁ ହସ ଖୁସିରେ ବିତେଇବା। ଆଜ୍ଞା ଆଜିକାଲି ତ ଘର ମାନଙ୍କରେ ହସିବା ଭୁଲି ଗଲେଣି, ସେଥିପାଇଁ ବିଭିନ୍ନ ପ୍ରକାର ରୋଗ। ଦେଖିବେ ପାର୍କରେ ଯାଇକି ଲୋକ ମିଛ ହସ ହସୁଛନ୍ତି। ଆଜ୍ଞା ଘରେ ତ ଏତିକି ରିଜନ ଅଛି, ଏତିକି ସମ୍ପର୍କ ଅଛି, ଏତିକି କଥା ଅଛି, ଆମର ଘରେ ଆଗ ହସ ଖେଳରେ ଗୁଞ୍ଜି ଉଠୁଥିଲା ଘର, ଏବେ ଘରୁ ହସ ପଳେଇଲାଣି। ଯିଏ ଯାହା ରାସ୍ତାରେ ମୁହଁ ଆଡେଇକି ରହୁଛନ୍ତି, ଯିଏ ଯାହାର ଫୋନରେ ବ୍ୟସ୍ତ, ନିଜ କାମରେ ବ୍ୟସ୍ତ, ଜାଣି ଜାଣି ଆଜ୍ଞା ସମୟ ଥିଲେ ବି ଜଣେ ଜଣକୁ ଆଭଏଡ କରୁଛି, କଥା ହେବାକୁ ଚାହୁଁନାହିଁ, ବସିବାକୁ ଚାହୁଁନାହିଁ। ତାହେଲେ ହସିବା ଭୁଲି ଗଲେଣି ଲୋକ, କଥା ହେବା ଭୁଲି ଗଲେଣି। ଆଜ୍ଞା ଏବେ ବହୁତ ସମସ୍ୟା ଦେଖାଯାଉଛି, ଛୁଆ ମାନେ କଥା କହି ପାରୁନାହାନ୍ତି, ତାଙ୍କୁ ସ୍ପିଚ ଥେରାପି ଦେବାକୁ ପଡୁଛି।
ପ୍ରୋବ୍ଲେମ କିଛି ନାହିଁ, ପିଲାଟିର ସବୁ ଶୁଣା ଯାଉଛି, ସେ କହିବାକୁ ସକ୍ଷମ, କିନ୍ତୁ ତାର ବୟସ ଯୋଉ ବୟସରେ କଥା କହିବା କଥା ତାଠୁ ଅଧିକା ହେଲା ପରେ ବି ସେ କଥା କହିପାରୁନି, ତାକୁ ସ୍ପିଚ୍ ଥେରାପି ଦେବାକୁ ପଡୁଛି। କାହିଁକି? ଆପଣମାନଙ୍କ ଘର ଭିତରେ କମ୍ୟୁନିକେସନ ନାହିଁ। ଆପଣ ଯଦି ଘରେ କମ୍ୟୁନିକେଟ କରିବେ, କଥା ହେବେ, ହସିବେ, ଖେଳିବେ, କୁଦିବେ, ପିଲାଟି ଆପଣଙ୍କ ସାଙ୍ଗରେ ଯଦି ମିଶିକି ସେ ପରିବେଶରେ ସିଏ ବଢିବ, ତାକୁ ସ୍ପିଚ୍ ଥେରାପି କିଛି ଦରକାର ନାହିଁ। ଛୋଟ ଛୋଟ ଛୁଆ ମାନେ ଆଜ୍ଞା ଆଜିକାଲି ଡିପ୍ରେସନ ଏନଜାଇଟିର ଶିକାର ହଉଛନ୍ତି। କାହିଁକି? କାହିଁକି ନା ଘରୁ ହସ ପଳେଇଲାଣି। ଆପଣ ହସି ଖେଳି, ଗୋଟେ ଛୁଆଟି ଦରକାର କରେ ହସି ଖେଳି ବଢିବା ପାଇଁ, ସ୍ନେହ ଆଦରରେ ବଢିବା ପାଇଁ। ଛୁଆ ମାନଙ୍କୁ ବି ଆଜିକାଲି ପୁରା ମାନେ ଦବେଇକି ରଖାଯାଉଛି। ହସିବା ମନା, ଖେଳିବା ମନା, କେବଳ ପାଠ ପାଠ ପାଠ। ଆଜ୍ଞା 3 ବର୍ଷ ହେଇନଥିବ ଛୁଆକୁ କେବଳ ପଢା ପଢା ପଢା। ତାର ଗୋଟେ ବୟସ ଅଛି, ତାକୁ ଯେତିକି ଦେବା କଥା, ଯୋଉ ସମୟରେ ଯାହା ଖେଳିବା ସମୟରେ ଖେଳିବାକୁ ଦିଆଯାଉ, ଘରେ ଏନ୍ଜୟ କରିବା ସମୟରେ ଏନ୍ଜୟ କରିବାକୁ ଦିଆଯାଉ, ପଢିବା ସମୟରେ ଅଳ୍ପ କିଛି ପଢୁ। ତ ଭାବୁଛି ବୋଧେ ଆଗକୁ ଏମିତି ହବ, ଛୁଆ ମାନେ କନସିଭ୍ ହେଇଥିବ, ସେମାନେ ଡିସାଇଡ କରିଦେବେ ଯେ ଇଏ କଣ ହବ ଭବିଷ୍ୟତରେ, କଣ ବନିବ, ସେବେଠୁ ବୁକିଂ ଆରମ୍ଭ ହେଇଯିବ। ଆଜ୍ଞା ଏସବୁ ଠିକ ନୁହେଁ, ଏସବୁ ଠିକ ନୁହେଁ, ଆଦୌ ଠିକ ନୁହେଁ। ଆପଣ ଏଇସବୁରୁ ଓହରନ୍ତୁ। ପ୍ରତ୍ୟେକର କାମକୁ, ପରିଶ୍ରମକୁ, କର୍ତ୍ତବ୍ୟକୁ, କର୍ମକୁ କିଏ କଣ କରୁଛି ସେଟାକୁ ବୁଝନ୍ତୁ, ଏପ୍ରିସିଏଟ କରନ୍ତୁ। ଆପଣ ଏପ୍ରିସିଏଟ ନ କଲେ ବି ସିଏ ତାଙ୍କର କାମ କରୁଛନ୍ତି, ଆପଣ ଆପଣଙ୍କର କାମ କରୁଛନ୍ତି। ଫରକ ଏତିକି, ଆପଣ ନିନ୍ଦା କରିବା ଦ୍ଵାରା, ଝଗଡା କରିବା ଦ୍ଵାରା, ତାଙ୍କର ଦୋଷ ଦୁର୍ବଳତା କାଢିବା ଦ୍ଵାରା ଆପଣ ଦୁହିଁଙ୍କର ଜୀବନ କେବଳ ନୁହଁ, ଘରେ ଅନ୍ୟମାନେ ଯୋଉମାନେ ରହୁଛନ୍ତି ସମସ୍ତଙ୍କ ଜୀବନ ବିଷମୟ ହଉଛି। ତେଣୁ କାମ ତ ଆପଣ ବି କରୁଛନ୍ତି, ସେ ବି କରୁଛନ୍ତି। ଆପଣ ଉଭୟଙ୍କର କାମକୁ ଏପ୍ରିସିଏଟ କରନ୍ତୁ। ଆପଣ ଅନୁଭବ କରନ୍ତୁ ସେ କେତେ କାମ କଲେ, ସେ ଅନୁଭବ କରନ୍ତୁ ଆପଣ କେତେ କାମ କଲେ। କୋଉଟା ନହେଲା ସେଟା ଛାଡି ଦିଅନ୍ତୁ, କୋଉଟା ହେଇଛି ସେଟା ଦେଖନ୍ତୁ, କୋଉଟା ଅଛି ସେଟାକୁ ଦେଖି ଖୁସି ହୁଅନ୍ତୁ। ଦେଖିବେ ଜୀବନରେ ହସ ଖୁସିର ନୂତନ ସୂର୍ଯ୍ୟ ଉଇଁ ଉଠିବ। ଏତିକି କହି ମୁଁ ମୋର ଭିଡିଓଟିକୁ ଏଇଠି ସମାପ୍ତ କରୁଛି। ଯଦି କିଛି ଆପଣଙ୍କୁ କମେଣ୍ଟ କରିବାର ଥାଏ ତାହେଲେ କମେଣ୍ଟ ସେକ୍ସନରେ ଲେଖି ମୋତେ ଜଣେଇବେ। ମୋର ଭିଡିଓକୁ ଅଧିକରୁ ଅଧିକ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ। ରହୁଛି, ନମସ୍କାର।